श्रोता बंधु आज आश्विन कृष्ण पक्षर पवित्र इंदिरा एकादशी। लोक विश्वास अनुसार एकादशी महात्म्य अत्यंत महत्वपूर्ण। एकादशी संपर्क यार महात्म्य संपर्क आज आमर उपस्थापना। एकदा युधिष्ठिर पचारिले भगवान कृष्ण को, हे मधुसूदन, आपण मते कृपा करंतु एवं कृपा करी कुहंतु जे आजिर ई जो आश्विन कृष्ण पक्ष जो एकादशी तार महात्म्य कौन? भगवान श्रीकृष्ण कहिले, हे राजन, आश्विन कृष्ण पक्षरे इंदिरा नामक एक एकादशी पालित हुए। एहार व्रत एते प्रभावशाली जे बड़ बड़ पाप ताप को नाश करिवारे एहा समर्थ। एहा छड़ा नीच जोनि रे पीड़ित पितृपुरुषंकर जो आत्मा अच्छी ताकू मध्य ए एकादशी सद्गति प्रदान करिथाए। हे राजन, ए संपर्क रे मु आपण को एक घटना कहूची। पूर्व कालर कथा। सत्य जुगरे इंद्रसेन नामक जणे विख्यात राजकुमार थिले, जिए महिष्मती पुरी रो राजा होइथिले एवं धर्मपरायण राजा थिले। प्रजा मानंकु पुत्रवत पालन करुथिले। तांकर जस कीर्ति सर्वत्र प्रचारित प्रसारित होई सारिथिला। राजा इंद्रसेन भगवान विष्णुंक भक्ति रे सर्वदा तल्लीन रहुथिले एवं गोविंदक मुख्यदायक नाम को बारंबार जप करी समय व्यतीत करुथिले। एहा छड़ा विधि पूर्वक अध्यात्म तत्वर चिंतन रे मध्य सर्वदा निजको निमज्जित रखुथिले। थरे ए राजा राजसभारे अत्यंत आनंदरे बसिथिले। ए समरे देवर्षि नारद आकाशरु अवतरित हेले। तांको आसीबार देखि राजा विनम्रता पूर्वक हाथ जोड़ी देले एवं दंडायमान हेले। विधि पूर्वक पूजा अर्चना करी तांको आसन रे बसेले। एहा परे से नारद मुनि को कहिले, हे मुनि श्रेष्ठ, आपणक आशीर्वाद रु मु सबु बेले भलरे सर्वकुशल रे अछि। आजी आपणक दर्शन जोगु मोर संपूर्ण यज्ञ जो क्रिया तार साफल्य होइथिबा मु मने करुछि बा मु सफलता पाइछि। हे देवर्षि, आपण काहींकि आगमन करिसंती तार कारण आपण कृपा करी मते कुहंतु। नारद मुनि कहिले, हे नृप श्रेष्ठ, शुणंतु, मोर कथा तुमको आश्चर्य मने होई पारे। मु ब्रह्मलोकरु जमलोक को जाइथिली। सेठारे जो जमलोकरे श्रेष्ठ आसन उपरे बसिली एवं जमराज मध्य मते भक्ति पूर्वक पूजा कले। से सभारे मु तुमर पितांको सेठारे देखिली। सेठारे से काहींकि अछंती तमे जानिच? व्रत भंग करिथिबा दोषरे सेठाकु से आसीथिले। हे राजन, से तुमको मोर वार्ता दबा तांकर वार्ता दबाकु से कहिले एवं कहिले, पुत्र, मते इंदिरा एकादशी रे
ସେ କହିଲେ, ହେ ପୁତ୍ର, ମୋତେ ଇନ୍ଦିରା ଏକାଦଶୀର ଯୋଉ ବ୍ରତର ପୁଣ୍ୟ ତାକୁ ଦେଇ ଏଇ ସ୍ୱର୍ଗକୁ ପ୍ରେରଣ କର। ତାଙ୍କର ଏହି ବାର୍ତ୍ତାକୁ ନେଇ ମୁଁ ତୁମ ପାଖକୁ ଆସିଛି। ହେ ରାଜନ୍, ନିଜର ପିତାଙ୍କୁ ସ୍ୱର୍ଗଲୋକ ପ୍ରାପ୍ତି କରାଇବା ନିମନ୍ତେ ଏହି ଇନ୍ଦିରା ଏକାଦଶୀ ବ୍ରତଟିକୁ ତୁମେ କର। ରାଜା କହିଲେ, ଭଗବାନ, କୃପା କରି ମୋତେ ଇନ୍ଦିରା ଏକାଦଶୀର ଏଇ ଯୋଉ ମହାତ୍ମ୍ୟ, ବ୍ରତର ମହାତ୍ମ୍ୟ ଆପଣ କହିବେ କି? କେଉଁ ପକ୍ଷରେ, କେଉଁ ତିଥିରେ ଏବଂ କିପରି ବିଧି ବିଧାନର ପାଳନ କରି ଏହି ବ୍ରତ କରାଯାଏ? ନାରଦ କହିଲେ, ହେ ରାଜେନ୍ଦ୍ର, ଶୁଣନ୍ତୁ, ମୁଁ ତୁମକୁ ଏହି ବ୍ରତର ଶୁଭାଶୁଭ ବିଧି ସମ୍ପର୍କରେ କହୁଛି। ଆଶ୍ୱିନ ମାସର କୃଷ୍ଣ ପକ୍ଷରେ ଦଶମୀର ଏକ ପବିତ୍ର ତିଥିରେ ଶ୍ରଦ୍ଧାଯୁକ୍ତ ଚିତ୍ତ ହୋଇ ପ୍ରାତଃକାଳରେ ସ୍ନାନାଦି କର୍ମ ସମ୍ପନ୍ନ କରି ଏବଂ ମଧ୍ୟାହ୍ନ କାଳରେ ପୁଣି ଆଉ ଥରେ ସ୍ନାନ କରି ଏକାଗ୍ରଚିତ୍ତ ହୋଇ ଖାଦ୍ୟ ଗ୍ରହଣ କର ତଥା ରାତ୍ର କାଳରେ ସମ୍ପୂର୍ଣ୍ଣ ରୂପେ ଭୂମି ଉପରେ ଶୟନ କର। ରାତ୍ରର ଅନ୍ତିମ ପ୍ରହରରେ ଯେତେବେଳେ ନିର୍ମଳ ପ୍ରଭାତର ଶୁଭାରମ୍ଭ ହେବ, ସେହି ସମୟରେ ଏକାଦଶୀର ସେହି ପୁଣ୍ୟ ବେଳାରେ ନିଜକୁ ନିତ୍ୟ ନୈମିତିକ କର୍ମ କରି ସ୍ନାନାଦି ସମ୍ପନ୍ନ କର। ଏହାପରେ ଭକ୍ତି ଭାବରେ ଏକ ମନ୍ତ୍ରକୁ ପାଠ କରିବା ନିୟମ ରହିଛି। ସେ ମନ୍ତ୍ରଟି ହେଉଛି, ଅଘସ୍ତିତ୍ୱା ନିରାହାରଃ ସର୍ବଭୋଗ ବିବର୍ଜିତଃ ସ୍ୱଭୁକ୍ଷେ ପୁଣ୍ଡରୀକାକ୍ଷଂ ଶରଣଂ ମେ ଭବାଚ୍ୟୁତମ୍। ହେ କମଳନୟନ ଭଗବାନ ନାରାୟଣ, ଆଜି ମୁଁ ସବୁ ପ୍ରକାର ଭୋଗରୁ ବିଚ୍ୟୁତ ହୋଇ, ଅଲଗା ହୋଇ, ନିରାହାର ରହି କାଲି ହିଁ ଭୋଜନ କରିବି। ହେ ଅଚ୍ୟୁତ, ଆପଣ ମୋତେ ଶରଣ ଦିଅନ୍ତୁ, ଆପଣ ମୋତେ ଆଶ୍ରୟ ଦିଅନ୍ତୁ। ଏହି ପ୍ରକାର ନିୟମ କରି ମଧ୍ୟାହ୍ନରେ ପିତୃପୁରୁଷଙ୍କୁ ଶାନ୍ତ କରିବା ପାଇଁ, ଆନନ୍ଦିତ କରିବା ପାଇଁ, ପ୍ରସନ୍ନତା ପ୍ରଦାନ କରିବା ପାଇଁ ଶାଳଗ୍ରାମ ଶିଳାର ସମ୍ମୁଖରେ ବିଧିପୂର୍ବକ ଶ୍ରାଦ୍ଧ ପ୍ରଦାନ କରନ୍ତୁ ତଥା ଦକ୍ଷିଣାରେ ବ୍ରାହ୍ମଣମାନଙ୍କର ସତ୍କାର କରି ସେମାନଙ୍କୁ ଭୋଜନ କରାନ୍ତୁ। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦିଆଯାଇଥିବା ଅନ୍ନମୟ ପିଣ୍ଡକୁ ଆଘ୍ରାଣ କରି ତାକୁ ଗୋମାତାକୁ ଖାଇବାକୁ ଦିଅନ୍ତୁ। ତାପରେ ଧୂପ, ଦୀପ, ଗନ୍ଧ ଆଦି ଦ୍ୱାରା ଭଗବାନ ହୃଷିକେଶଙ୍କର ପୂଜା ଅର୍ଚ୍ଚନା କରି ରାତ୍ର କାଳରେ ତାଙ୍କର ନିକଟରେ ଜାଗରଣ କରନ୍ତୁ। ତତ୍ପଶ୍ଚାତ୍ ସକାଳ ହେଲା ପରେ ଦ୍ୱାଦଶୀ ଦିନରେ ପୁଣି ଥରେ ଭକ୍ତିପୂର୍ବକ ଶ୍ରୀହରିଙ୍କ ପୂଜା ଅର୍ଚ୍ଚନା କରନ୍ତୁ। ଏହାପରେ ବ୍ରାହ୍ମଣମାନଙ୍କୁ ଭୋଜନ କରାଇ ଭ୍ରାତା, ବନ୍ଧୁ, ପୁତ୍ର, ପୌତ୍ରାଦିଙ୍କ ସହିତ ମୌନତା ଅବଲମ୍ବନ ପୂର୍ବକ ଭୋଜନ କରନ୍ତୁ। ହେ ରାଜନ୍, ଏହି ବିଧିରେ ଆଳସ୍ୟ ରହିତ ହୋଇ ଏହି ବ୍ରତଟିକୁ ପାଳନ କଲେ ବିଷ୍ଣୁ ଲୋକକୁ ଗମନ କରିବାର ସମ୍ପୂର୍ଣ୍ଣ ରାସ୍ତା ଜଣକୁ ମିଳିଯାଇପାରେ ଏବଂ ଏହା ସହିତ ତୁମର ପିତୃପୁରୁଷଙ୍କର ମଧ୍ୟ ସଦ୍ଗତି ହେବ।
ଭଗବାନ ଶ୍ରୀକୃଷ୍ଣ ପୁଣି କହିଲେ, ହେ ରାଜନ୍, ରାଜା ଇନ୍ଦ୍ରସେନଙ୍କୁ ଏହା କହି ଦେବର୍ଷି ନାରଦ ଅନ୍ତର୍ଧ୍ୟାନ ହୋଇଗଲେ। ରାଜା ତାଙ୍କ ଦ୍ୱାରା କଥିତ ଏହି ବିଧିବିଧାନକୁ ଅନ୍ତଃପୁରରେ ଥିବା ରାଣୀ, ପୁତ୍ର, ଭୃତ୍ୟମାନଙ୍କ ସହିତ ଆଲୋଚନା ପୂର୍ବକ ଏହି ବ୍ରତକୁ ଧାରଣ କଲେ ଏବଂ ଅନୁଷ୍ଠାନିକ କାର୍ଯ୍ୟ କଲେ। ହେ କୁନ୍ତୀ ନନ୍ଦନ, ବ୍ରତ ପୂର୍ଣ୍ଣ ହେବା ପରେ ଆକାଶରୁ ଫୁଲର ବର୍ଷା ହେଲା। ଇନ୍ଦ୍ରସେନଙ୍କ ପିତା ଗରୁଡ଼ ଉପରେ ଆରୂଢ଼ ହୋଇ ଶ୍ରୀ ବିଷ୍ଣୁ ଧାମକୁ ଚାଲିଗଲେ ଏବଂ ରାଜର୍ଷି ଇନ୍ଦ୍ରସେନ ମଧ୍ୟ ନିଷ୍କଣ୍ଟକ ରାଜ୍ୟର ପରିଚାଳନା କଲେ। ରାଜ୍ୟରେ ନିଜର ରାଜତ୍ୱ ପ୍ରଭୁତ୍ୱ ବିସ୍ତାର କଲେ। ତତ୍ସହିତ ନିଜର ପୁତ୍ରକୁ ରାଜସିଂହାସନ ଉପରେ ରାଜା ଭାବରେ ପ୍ରତିଷ୍ଠିତ କରି ସ୍ୱୟଂ ମଧ୍ୟ ସ୍ୱର୍ଗଲୋକକୁ ଗମନ କଲେ। ଏହି ପ୍ରକାର ମୁଁ ତୁମ ସମ୍ମୁଖରେ ଇନ୍ଦିରା ଏକାଦଶୀ ବ୍ରତର ମାହାତ୍ମ୍ୟକୁ ବର୍ଣ୍ଣନା କଲି। ଏହାକୁ ପଢୁଥିବା, ଶୁଣୁଥିବା ତଥା ଅନୁଭବୁଥିବା ପ୍ରତ୍ୟେକ ମନୁଷ୍ୟ ସବୁ ପ୍ରକାର ପାପରୁ ମୁକ୍ତ ହୋଇପାରିବେ। ଶ୍ରୋତାବନ୍ଧୁ, ଆଜି ଆମେ ଶୁଣୁଥିଲେ ଇନ୍ଦିରା ଏକାଦଶୀର ମାହାତ୍ମ୍ୟ। ଅଡିଓଟି କେମିତି ଲାଗିଲା ସେ ସମ୍ପର୍କରେ ଆପଣଙ୍କର ମତାମତ ଜଣାଇବାକୁ ଅନୁରୋଧ। ଧନ୍ୟବାଦ।